प्रभु आपण मानक संगे रुहंतु। साधु जहन लिखित पवित्र सुसमाचार पाठ। कानारे विवाह भोजी तृतीय दिवस गालिलीर कानारे एक विवाह अनुष्ठित होइतिला एवं यीशु माता सेठारे थिले। यीशु मध्य निज शिष्य मानक सहित उक्त विवाह को आमंत्रित होइतिले। जेतेबेले द्राक्षारस शेष होला यीशुंकर माता तांकु कहिले सेमानंकर आओ द्राक्षारस नाही। यीशु तांकु कहिले हे नारी सेथिरे तुमर ओ मोर कोण अछि? मोर समय वर्तमान सुधा आसी नाही। तांको माता परिचार मानकु कहिले से तुम मानकु जहा कहिबे ताहा करो। यहूदी मानकर सूचीकरण प्रथा अनुଯାयी सेठारे प्राय 100 लिटर जल धरुथिबा पत्थरर 6 गोटी जलपात्र रखा जाइथिला। यीशु परिचार मानकु कहिले पात्र गुड़िकरे जल पूर्ण कर। तेणु सेमाने से गुड़िक को खंड पर्यंत जल पूर्ण कले। तत्परे से सेमानकु कहिले वर्तमान एथिरु किछि बाहर करी मुख्य परिचार मानकु निकट को नहीं जाओ। से माने ताहा नहीं गले। मुख्य परिचारक जेतेबेले जल को चाखिले ताहा द्राक्षारसरे परिणत होइथिला। ताहा केउठारु आछि ताहा जानि नथिले। से बर को डकाई कहिले समस्ते प्रथमे उत्तम द्राक्षारस परिवेषण करिथांती एवं अतिथि माने पान करी तृप्त हेबा परे निकृष्ट द्राक्षारस दियंती। किंतु तुमे ए पर्यंत उत्तम द्राक्षारस रखिअछ। गालिलीर काना ग्राम यीशु एई प्रथम निदर्शन दे निजर महिमा प्रकाश कले। तमु शिष्य माने तांको ठारे विश्वास स्थापन कले। एहा परे से निज माता भ्राता और शिष्य मान सहित काफरनाम चलीगले और सेमाने सेठारे किछि दिन रहिले। प्रभुंकर सुसमाचार। कुमारी मारिया दर्शन देते एवं पुणी नवंबर 27 से दर्शन दे एवं से जेतबे आसीथिले तांको हाथ रे थिला गोलक एवं कुमारी मारिया भलरे तांको कहउछंती एई गोलक होउची समग्र पृथ्वी एवं विशेष करी फ्रांस। कारण तुम्हें आगो केते दिन परे बहुत बड़ दुर्दशा आसवार अच्छी। आम जानू 1799 साल भयंकर फरासी विप्लव होता। आर केते वर्ष पर पुणी आउ थे 1830 साल में आउ गोटे विप्लव चलता। से विप्लव समय ख्रीष्ट धर्मावलंबी मानक फादर मान सिस्टर मान को बहुत ताड़ना दि जाइथिला। फ्रांस देशर लोक माने सब धर्म परित्याग करी गोटे लंगड़ा
ଯୁବତୀର ଫଟୋ ମୂର୍ତ୍ତି ଗଠନ କରି କହିଲେ ଏଇଟା ହେଉଛି ଆମର ଦେବତା। ସେହିପରି ଘଟଣା ଘଟିଥିଲା ଏବଂ ଆହୁରି ଘଟିବାକୁ ଯାଉଥିଲା ଏବଂ ତାର ସତର୍କବାଣୀ କୁମାରୀ ମାରିଆ ସାଧ୍ୱୀ କାଟ୍ରିନା ଲାବଣୀଙ୍କ ଯୋଗରେ ଜଣାଇ ଦେବାକୁ ଚାହୁଁଥିଲେ। ପ୍ରିୟ ଭାଇ ଭଉଣୀମାନେ, ଆମେ ଯଦି সেই କାଟ୍ରିନା ଲାବଣୀଙ୍କର ଜୀବନ ସେ କିପରି ଜନ୍ମ ଥିଲେ, କେମିତି ଭାବରେ ସେ ଜୀବନ ବିତାଇଥିଲେ, ତାହା ଯଦି ଆମେ ଦେଖିବା, ସେଠାରୁ ଆମେ ଜାଣିପାରିବା ଯେ ପ୍ରଭୁ କିପରି ନିର୍ମଳ ହୃଦୟ ବ୍ୟକ୍ତିମାନଙ୍କୁ, ପବିତ୍ର ଲୋକମାନଙ୍କୁ, ସରଳ ମନ ଲୋକମାନଙ୍କୁ ସେ ଆହ୍ୱାନ କରି ଈଶ୍ୱରଙ୍କ ଠାରୁ ଆଗତ ହେଉଥିବା ସମସ୍ତ ବାର୍ତ୍ତା ତାଙ୍କ ଜରିଆରେ ସେ ଜଣାଇ ଦେଇଥାନ୍ତି। ସାଧ୍ୱୀ କାଟ୍ରିନା ଲାବଣୀ ଜଣେ ସାଧାରଣ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଫ୍ରାନ୍ସ ଦେଶରେ ଏବଂ ତାଙ୍କୁ ଯେତେବେଳେ 9 ବର୍ଷ ହେଲା ତାଙ୍କର ମା ମରିଯାଇଥିଲେ। ଆଉ ମା ମଲା ପରେ ସେ ବହୁତ ଭାଙ୍ଗି ପଡ଼ିଥିଲେ। ମାର ସମାଧି କରିବା ପାଇଁ ଗଲେ ଏବଂ ସମାଧି କରିସାରିଲା ପରେ ଘରକୁ ଫେରି ଆସିବା ବେଳେ ତାଙ୍କର ଏକ ଛୋଟ ବଖରାରେ କୁମାରୀ ମାରିଆଙ୍କର ଗୋଟିଏ ଛୋଟ ମୂର୍ତ୍ତି ଥିଲା ଏବଂ ସେ ମୂର୍ତ୍ତିକୁ ଯାଇ ସେ ଜାବୁଡ଼ି ଧରିଲେ ଏବଂ କହିଲେ, ମା ଆଜିଠାରୁ ତୁ ମୋର ମା ମରିଯାଇଛି, ଆଉ ନାହିଁ। ଆଉ ସେହିପରି ସେହି ଦିନଠାରୁ ସେ କୁମାରୀ ମାରିଆଙ୍କ ଉପରେ ବହୁତ ବଡ଼ ଭକ୍ତି, ଶ୍ରଦ୍ଧା ଏବଂ ତାଙ୍କୁ ସେ ସମ୍ମାନ ଜଣାଇ ଦେଉଥିଲେ। ଏବଂ ଏହି କାଟ୍ରିନା ଲାବଣୀ ଯେତେବେଳେ 1818 ସାଲ ଜାନୁଆରୀ ମାସ 25 ତାରିଖ ଦିନ ଯେତେବେଳେ ନୂତନ ଭାବରେ ଦିବ୍ୟ ପ୍ରସାଦ ପାଇଲେ, ଆଉ ସେ ଏତେ ଖୁସି ଏବଂ ଏତେ ଆନନ୍ଦ ଥିଲେ ଏବଂ ସେ ତାଙ୍କ ଗ୍ରାମରୁ ପ୍ରାୟ ବହୁତ ଗୁଡ଼ିଏ 5 କିଲୋମିଟର ସେ ଚାଲି ଚାଲି ଯାଉଥିଲେ ପ୍ରତ୍ୟେକ ଦିନ ଦିବ୍ୟ ପ୍ରସାଦ ଗ୍ରହଣ କରିବା ପାଇଁ। ଆଉ ଯେତେବେଳେ ତାର ବିବାହର ବର୍ଷ ହେଇଥିଲା, ଆଉ ତାର ବାପା କହିଲେ, ଝିଅ ତୁ ବିବାହ ହେବୁ, ଆମେ ଗୋଟିଏ ପୁରୁଷ ଆମେ ଠିକ୍ କରିବୁ, ତୁ ତା ସହିତ ବିବାହ। କିନ୍ତୁ କାଟ୍ରିନା ଲାବଣୀ ସେ ରୋକଠୋକ ମନା କଲେ, ମୁଁ ମୋର ହୃଦୟ, ମୁଁ ମୋର ଜୀବନ ପ୍ରଭୁଙ୍କ ନିକଟରେ ଅର୍ପଣ କରିଅଛି, ଆଉ ମୁଁ ତାଙ୍କୁ କେବଳ ମୋର ଦେବତା ରୂପେ ମାନିବି, ମୁଁ କାହାକୁ ବାହା ହେବି ନାହିଁ। ଏବଂ ପରେ ତାଙ୍କର ବାପାଙ୍କୁ ସେ ଅନୁରୋଧ କରୁଅଛନ୍ତି, କିନ୍ତୁ ବାପା ରାଜି ହେଉନାହାନ୍ତି। ଶେଷରେ ତାଙ୍କର ଅପା ବା ଆଣ୍ଟି ତାଙ୍କୁ ରାଜି ହୁଅନ୍ତି ଏବଂ ସିଏ ଦେଖୁଛନ୍ତି ସ୍ୱପ୍ନରେ ମୁଁ କେଉଁ ସଂଘକୁ ଯିବି। ଆଉ ସେ ସଂଘର ସେ ପ୍ରତିଷ୍ଠାଟା ତାଙ୍କୁ ଡାକୁଛନ୍ତି, ଆସ ଆସ। ଆଉ ସେ ଥିଲେ ସାଧୁ ଭିନ୍ସେଣ୍ଟ ପଲ୍। ପରେ ସେ ଯେତେବେଳେ ଗୋଟିଏ ଡାକ୍ତରଖାନାକୁ ଯାଉଥିଲେ, ସେ ଦେଖିଲେ ମୁଁ ସ୍ୱପ୍ନ ଦେଖିବାର ବ୍ୟକ୍ତି ଏହି ବ୍ୟକ୍ତି ଅଟନ୍ତି। ଏବଂ ପରେ ସେ ସେହି ସଂଘର ସିଷ୍ଟର ହେବା ପାଇଁ ସେହି ଫ୍ରାନ୍ସର ରାଜଧାନୀ ପ୍ୟାରିସର ତାଙ୍କର ସଂଘରେ ବା ତାଙ୍କର ସେହି ଗୃହରେ ସେ ନିଯୁକ୍ତ ପାଇଥିଲେ। ପ୍ରିୟ ଭାଇ ଭଉଣୀମାନେ, ମୁଁ କହିବାକୁ ଚାହେଁ ଯେ ସୁସ୍ଥ କରୁଛନ୍ତି, ଭୂତମାନଙ୍କୁ ଭୂତ ବିତାଡ଼ନ କରୁଅଛନ୍ତି ଏବଂ ଅନ୍ୟାନ୍ୟରେ ପୀଡ଼ିତ ଲୋକଙ୍କୁ ସେମାନେ ସାହାଯ୍ୟ କରୁଛନ୍ତି। ଏବଂ ସେମାନେ ଯେତେବେଳେ ଆସି ଶିଷ୍ୟମାନେ ଯେତେବେଳେ ଆସି ପ୍ରଭୁଙ୍କୁ କହୁଛନ୍ତି
प्रभु कहते तुमे आनंद हुओ ना ये तुमे किसी भूत विताड़न कल तुम्हें किसी रोगी को सुस्थ कल से तुम्हें आनंदित हुओ ना कारण स्वर्ग रे तुमर नाम लिखा जाइछि। आ प्रभु मध्य प्रभु को पिता परमेश्वर को से धन्यवाद दे कहते पिता मु तुमको धन्यवाद दे कारण तुम्हें से बुद्धिमान लोक को उच्च शिक्षित लोक को ए सबुर ज्ञान देन किंतु ए निरीह सरल शिष्य मान को तुम्हें ए ज्ञान देइछ। ठीक सत्य कथा जितेबाला आमने 12 जन शिष्य मानकर जीवनी पढ़ा से माने कौन बुद्धिमान लोक नथिले समाने साधारण केउट थिले कर ग्राहक पापी थिले एपरिक से जुदास मध्य थिले प्रभु सेमान को केवल निर्वाचन करथिले बा आह्वान करथिले। ठीक सही रकमर जदि कुमारी मारिया दर्शन जदि आमने देखिबा कुमारी मारिया दर्शन दौले कौन विज्ञ लोक नुह बुद्धिमान लोक नुह बा जानिथिबा लोक नुह सरल निरीह छोट छोट बालक बालिका जरिया से दर्शन दे समाज को एवं मंडली को से सुधारिबा को से चाहिए। फातिमार हो कि लुद्र हो कि आमानकर ए मिशनराणीकर से साध्वी कैथरीना हो साध्वी कैथरीना किछि बेसी पढ़ी नथिले से जेतेबेले तांकर सेमिनारी ट्रेनिंग रे जॉइन थिले बा रहउथिले तांकर संगी माने ताकू डाहाणी बोली डाकुथिले कारण से मैंने भाविले जे ए किछि जाणु नहीं आको किछि जणा नहीं बोली भावुथिले किंतु सही परि व्यक्ति जार हृदय सरल जार मन निर्मल जो व्यक्ति पवित्र सही परि व्यक्ति मानक प्रभु निर्वाचन करिथांती। तेणुकरी एही पर्वर अवसर रे आमने सदाबले गर्व अहंकार घृणा एसबू कथा प्रभु को प्रभु चाहती ना आम ठार कारण से जाक जदि आम हृदय मन रे अच्छी आम परिवार अच्छी आम परिवार आमर मंडली केबे हेले सुधारिब नाही। तेणु यही पर्व आम को यही शिक्षा आज विशेष भाव में दियंतु। द्वितीय आज प्रथम पठन आमे शुणिलु आदाम और एवा एडन उद्यान रे बहुत भल भाव से माने रोहुथिले तांकर कौनसी अभाव नथिला बा तांकर कौनसी आशा मध्य नथिला कारण से उद्यान रे सेमान को पाइथिला सबु किछि किंतु सर्पर प्रलोभन रे प्रभु मना करिथिबा सेई फलर गछ से गछर फल खाई आमानकर पृथ्वी को आदाम एबा पाप को आमंत्रण कले एवं पापर परित्राण साधु पाउल कहती पापर वेतन हेउछि मृत्यु आउ से मृत्यु एई जगत को आसिला आउ जोथि जगु प्रभु मध्य तांको डाकिला बेले से माने कहउचंती नाई नाई आमे सब लंगड़ाइछु आपनकर सम्मुख को आसी पारु नहु आसी पारिबे नहु। प्रिय भाई भूणी माने बेले बेले जेते बेले आमानकर हृदय रे पाप रहिछि प्रतिशोधर बन्नी जाळुछि हिंसा कपट भरी रहिछि आमने प्रभुଙ୍କ सम्मुख को आसी पारिबा आमान को लाज लगे आमाने प्रभु को आमर मुख उठाई प्रभु को देखी पारिबा नहीं कारण आमर हृदय निर्मल। तेणुक माथु लिखित सुसमाचार 5 अध्याय 8 पदरे प्रभु कहती धर्म धन्य निर्मल हृदय व्यक्तिगण कारण से ही प्रभु को दर्शन लाभ करें। आईपरी अवस्था समय रे प्रभु जेते बेले पचारे तुम कहीं कहूच
ତମେ ସବୁ ଲଙ୍ଗଳା ଅଛ। ସେମାନେ କହୁଛନ୍ତି ତୁମର ଆଜ୍ଞା ଆମେ ଲଙ୍ଘନ କଲୁ, ମନା ଖାଇଥିବା ଫଳକୁ ଆମେ ଖାଇଲୁ। ଆଉ ଯେତେବେଳେ ପ୍ରଭୁ କିଏ ଦେଲା ବୋଲି ପଚାରୁଛନ୍ତି, ଆଦାମକୁ ସେ କହୁଛି ନାଇଁ, ତମେ ଦେଇଥିବା ସ୍ତ୍ରୀ ମୋତେ ଦେଲା ଅଧା, ମୁଁ ଅଧା ଖାଇଲି ଆଉ ସେ ଅଧା ଖାଇଲା। କେମିତି? ଯେତେବେଳେ ଆମ ପରିବାରରେ ବା ବ୍ୟକ୍ତିଗତ ଭାବରେ ଯେତେବେଳେ କୌଣସି ଅଘଟଣା ଘଟେ, କୌଣସି ବିପଦ ଆପଦ ହେବାକୁ ଅଛି, ସେତେବେଳେ ଆମେ ସମସ୍ତେ ଅନ୍ୟକୁ ଦୋଷାରୋପ କରୁଅଛୁ। ସ୍ୱାମୀ ଦୋଷ କରୁଅଛି, ଦୋଷ ଦେଉଛି ସ୍ତ୍ରୀ ଦୋଷ ଦେଉଛି ତାର ପୁଅକୁ ଝିଅକୁ ବା ତାର ଶାଶୁ ଶ୍ୱଶୁରକୁ, ଯଦ୍ୱାରା କି ସେମାନେ କେବଳ ଭାବନ୍ତି ଯେ ମୁଁ ଆକା ସବୁଠାରୁ ସଚ୍ଚୋଟ, ମୁଁ ଆକା ଭଲ। ପ୍ରିୟ ଭାଇ ଭଉଣୀମାନେ, ପରିବାରରେ ଯଦି ଶାନ୍ତିରେ ରହିବାକୁ ହେବ ବୋଲେ own the responsibility। ତୁମେ ଯାହା କରିଛ ସ୍ୱୀକାର କର, ନାଇଁ ମୁଁ କରିଛି, ମୁଁ ଏଇଟା କଲି। ସେତେବେଳେ ତୁମକୁ ଆତ୍ମିକ ଶାନ୍ତି ମିଳିବ, ପରିବାରରେ ଆନନ୍ଦ। ଆଉ ଯେତେବେଳେ ଆମେ ସବୁବେଳେ ଦୋଷାରୋପ କରିବା, ଅନ୍ୟକୁ ଦୋଷ ଦେବା, କେବେ ହେଲେ ତାହାର ସମାଧାନ ହେବ ନାହିଁ, ବରଂ ଅଶାନ୍ତି ଦିନକୁ ଦିନ ବଢ଼ିବ। ତୃତୀୟରେ ଆଜିର ଦ୍ୱିତୀୟ ପଠନରେ, ଯାହାକି ଆମେ ତେଲୁଗୁ ଭାଷାରେ ଶୁଣିଲୁ, ସେହି ସମୟରେ ଜଣେ ଗର୍ଭବତୀ ସ୍ତ୍ରୀକୁ, ଯିଏକି ତାର ପ୍ରସବ ବେଦନା ହେଇଛି, ଆଉ ସେହି ସମୟରେ ଏକ ପ୍ରେତ ବା ଭୂତ ସେହି ସ୍ତ୍ରୀକୁ ଗ୍ରାସ କରିବାକୁ ଯାଉଛି, କିନ୍ତୁ ତାହା ସେ ପାରିଲା ନାହିଁ। ଏବଂ ସେ ସ୍ତ୍ରୀ ପ୍ରସବ କରି ତାର ସେଇ ପୁଅକୁ ସେ ଅନ୍ୟତ୍ର ନେଇଯାଉଛି। ପ୍ରିୟ ଭାଇ ଭଉଣୀମାନେ, ସାଧୁ ଜନ୍ଙ୍କ ଲିଖିତ ଏହି ପ୍ରକାଶିତ ବାକ୍ୟ ସବୁବେଳେ ସିମ୍ବଲ ଆଣ୍ଡ ସାଇନ୍ସ, କୌଣସି ଏକ ନିର୍ଦ୍ଦିଷ୍ଟ ସୂଚନା ଆମକୁ ଦେଉଛି। ଆକ୍ଷରିକ ଆଗରେ ଯଦି ଆମେ ପଢ଼ିବା, କେବେ ହେଲେ ତାହା ମାନେ ବୁଝିପାରିବା ନାହିଁ। ଆଉ ସେ ସ୍ତ୍ରୀ ହେଉଛି ମଣ୍ଡଳୀ। ଆଉ ସେ ମଣ୍ଡଳୀର ଥିବା ସନ୍ତତିମାନଙ୍କୁ ବହୁତ ତାଡ଼ନା ଦେବା ପାଇଁ ସେହି ସମୟର ସେଇ ରାଜାମାନେ ଯଥେଷ୍ଟ ତାଡ଼ନା ଆମର ପ୍ରଥମ ଖ୍ରୀଷ୍ଟିଆନ ମାନଙ୍କୁ ଦେଉଥିଲେ। ଆଉ ତାଡ଼ନା ଆସିବ, କିନ୍ତୁ ସେହି ସମୟରେ ଯେତେବେଳେ ପଢ଼ିଲୁ, ଗୋଟେ ଇଗଲ ପକ୍ଷୀ ତାର ଦୁଇଟି ଡେଣାରେ ଉଠେଇ ସେ ନେଇଯାଉଛି, ଅର୍ଥାତ୍ ପ୍ରଭୁଙ୍କର ହସ୍ତଦ୍ୱୟ ସେଇ ଦୁଇଟି ଇଗଲର ଡେଣା ସଦୃଶ୍ୟ ଆମମାନଙ୍କୁ ସବୁ ପ୍ରକାର ତାଡ଼ନା କଷ୍ଟରୁ ପ୍ରଭୁ ଆମମାନଙ୍କୁ ରକ୍ଷା କରନ୍ତି, ମଣ୍ଡଳୀକୁ ରକ୍ଷା କରନ୍ତି, ଆଉ ଆମମାନଙ୍କର ସମସ୍ତ ଈଶ୍ୱରଜନଙ୍କୁ ସେ ରକ୍ଷା କରନ୍ତି। ତେଣୁ ମଣ୍ଡଳୀକୁ ଯେତେବେଳେ ଆମେ ରକ୍ଷା କରୁଅଛୁ, ଆଉ ମଣ୍ଡଳୀ କହିଲେ କାନ୍ଥବାଡ଼ା ନୁହେଁ, ଆମେ ସମସ୍ତେ। ଆଉ ସେଇ ମଣ୍ଡଳୀର ମାତା ରୂପେ କୁମାରୀ ମାରିଆ ଆମମାନଙ୍କୁ ଜାଗ୍ରତ କରନ୍ତି। ମଣ୍ଡଳୀର ଜନ୍ମଦିନ ଯେତେବେଳେ ପେନ୍ତକସ୍ତ ପର୍ବ ଦିନରେ ଶିଷ୍ୟମାନଙ୍କ ଉପରେ, କୁମାରୀ ମାରିଆଙ୍କ ଉପରେ ଯେତେବେଳେ ପବିତ୍ର ଆତ୍ମା ଅବତରଣ କଲେ, ଆଉ ଯେତେବେଳେ ମଣ୍ଡଳୀର ଜନ୍ମ ହେଲା, ସେହି ଦିନଠାରୁ ମଣ୍ଡଳୀ ଆଗକୁ ଯାଉଅଛି। କାରଣ ଯୀଶୁଙ୍କର ମୃତ୍ୟୁ, ପୁନରୁତ୍ଥାନ ଏବଂ ସ୍ୱର୍ଗାରୋହଣ ପରେ କୁମାରୀ ମାରିଆ ନେତୃତ୍ୱ ନେଲେ। କୁମାରୀ ମାରିଆ ଶିଷ୍ୟମାନଙ୍କ ସହିତ ରହି ପବିତ୍ର ଆତ୍ମାଙ୍କ ଅବତରଣ କରିସାରିଲା ପରେ ତାଙ୍କ ସହିତ ରହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଏ ଆସିଥିଲେ ଏ ଜଗତକୁ ତାଙ୍କର ସୁସମାଚାର ପ୍ରଚାର କରିବା ପାଇଁ
ସେଇ ଆଦେଶର ପରିପୂର୍ଣ୍ଣ ପାଇଁ କୁମାରୀ ମାରିଆ ଶିଷ୍ୟମାନଙ୍କ ସହିତ ରହି ତାଙ୍କୁ ସବୁବେଳେ ଆଗେଇ ନେଉଥିଲେ। ତେଣୁ ଆଜି ଆମେ ଯେତେବେଳେ କହୁଛୁ ମିଶନ ରାଣୀ, କୁମାରୀ ମାରିଆ ପ୍ରକୃତରେ ମିଶନ ରାଣୀ। କାରଣ ସେ ମିଶନ ପାଇଁ ଅର୍ଥାତ୍ ଯୀଶୁ ଦେଇଥିବା ସେହି ଆଦେଶ ମାତୃଲିଖିତ ସୁସମାଚାର 28 ଅଧ୍ୟାୟ 16-20 ଯେତେବେଳେ ପ୍ରଭୁ କହନ୍ତି ସମଗ୍ର ଜଗତକୁ ଯାଇ ମୋର ସୁସମାଚାର କର, ପ୍ରଚାର କର, ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ସେମାନଙ୍କୁ ଦୀକ୍ଷା ସ୍ନାନ ଦିଅ। ପ୍ରିୟ ଭାଇ ଭଉଣୀମାନେ, ଏହି ଆଦେଶ କୁମାରୀ ମାରିଆ ତାଙ୍କର ଶିଷ୍ୟମାନଙ୍କ ଜରିଆରେ ସେ ଯୀଶୁଙ୍କର ମରଣ ଏବଂ ସ୍ୱର୍ଗାରୋହଣ ପରେ ସେ ପଠାଉଛନ୍ତି। ତେଣୁକରି ଆମେ କହିପାରିବା ଯେ କୁମାରୀ ମାରିଆ ହେଉଛନ୍ତି ପ୍ରଥମ ମିଶନାରୀ, ଆଉ ଯେ ଯୀଶୁଙ୍କର ମିଶନକୁ ଲକ୍ଷ୍ୟକୁ ସଫଳ କରିବା ପାଇଁ ସେ ଶିଷ୍ୟମାନଙ୍କୁ କହିଯାଉଛନ୍ତି ଯାହାର ମିଶନ ନାହିଁ ତାର କିଛି ନାହିଁ, ଯାହାର ଜୀବନରେ କିଛି ଲକ୍ଷ୍ୟ ନାହିଁ ତାର ଜୀବନରେ କିଛି ନାହିଁ। ସେ ଅନ୍ୟ ଗୋଟିଏ ପଶୁ ସଦୃଶ୍ୟ। କାରଣ ପ୍ରତ୍ୟେକ ମନୁଷ୍ୟର କିଛି ନା କିଛି ମିଶନ ବା ଲକ୍ଷ୍ୟ ଅଛି। ଆମେ ସମସ୍ତେ ସେଇ ଲକ୍ଷ୍ୟକୁ ହାସଲ କରିବା ପାଇଁ ବିଭିନ୍ନ ପ୍ରକାରରେ ଆମେ ସାହାଯ୍ୟ କରୁ। ତା ସାଥେ ସାଥେ ପ୍ରଭୁ ଯେଉଁ ଲକ୍ଷ୍ୟ ଆମମାନଙ୍କୁ ଦେଇଛନ୍ତି, ପ୍ରଭୁ ଯେଉଁ ଆଦେଶ ଆମମାନଙ୍କୁ ଦେଇଛନ୍ତି, ପ୍ରଭୁ ଯେଉଁ ସୁସମାଚାର ପ୍ରଚାର କରିବା ପାଇଁ ଆମମାନଙ୍କୁ ଆଦେଶ ଦେଇଛନ୍ତି, ତାହାର ଆଦେଶ ମଧ୍ୟ ଆମେ ପାଳନ କରିବାକୁ ପଡ଼ିବ। ତେଣୁ ମୁଖ୍ୟତଃ ଆମେ ସମସ୍ତେ ଜଣେ ଜଣେ ମିଶନାରୀ। ଆମର କିଛି ଦିନ ପୂର୍ବେ ଆମ ଡାଇସିସର ଫାଦର ଏବଂ ସିଷ୍ଟର ମାନେ ଆମମାନଙ୍କର ଗୋଟିଏ ମିଟିଂ ହେଇଥିଲା ଭିନ୍ନ ଭିନ୍ନ କଲି। କିନ୍ତୁ ସେଇ ମିଟିଂରେ ମୁଁ ଗୋଟିଏ ପ୍ରଶ୍ନ ତାଙ୍କୁ ପଚାରିଥିଲି, ସିଷ୍ଟର ହଉ ବା ଫାଦର ହଉ, ଆପଣମାନେ ଡାଇସିସରେ କ'ଣ ପାଇଁ ଅଛନ୍ତି? ହଁ, କିଏ ତ ସ୍କୁଲରେ ପଢ଼ାନ୍ତି, କିଏ ତ ସ୍ୱାସ୍ଥ୍ୟ ଡିସ୍ପେନ୍ସରୀରେ କାମ କରନ୍ତି, ଲୋକମାନଙ୍କର ରୋଗୀର ସେବା କରନ୍ତି, କିଏ ହଷ୍ଟେଲରେ ପିଲାମାନଙ୍କୁ ଦେଖନ୍ତି। ଠିକ୍ ଅଛି, କିନ୍ତୁ ଏହା ସତ୍ତ୍ୱେ କ'ଣ ପାଇଁ ଆପଣମାନେ ଡାଇସିସରେ ଅଛନ୍ତି? ମୁଁ ତାଙ୍କୁ କହିଲି ଆମେ ସମସ୍ତେ ଏ ଡାଇସିସରେ ଅଛୁ ଗୋଟିଏ ଉଦ୍ଦେଶ୍ୟ ନାହିଁ ଯେ ଆମେ ସମସ୍ତେ ମିଶନାରୀ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଯେ ଆମେ ସମସ୍ତେ ଯୀଶୁଙ୍କର ମିଶନ, ଯୀଶୁଙ୍କର ବାକ୍ୟକୁ, ତାଙ୍କର ସୁସମାଚାରକୁ ଜଗତର କୋଣେ କୋଣେ ପ୍ରଚାର କରିବା ପାଇଁ ଆମେ ଆସିଅଛୁ। କାରଣ ଆମେ ସମସ୍ତେ ସେହି ନାମରେ ଦୀକ୍ଷା ସ୍ନାନ ସବୁ ପାଇଅଛୁ। ଚତୁର୍ଥରେ ଆଜିର ସୁସମାଚାର। ଆଜିର ସୁସମାଚାରରେ କାନା ନଗରରେ ଯୀଶୁ ଜଳକୁ ଦ୍ରାକ୍ଷାରସରେ ପରିଣତ କରୁଅଛନ୍ତି। ପ୍ରାୟ 3-4 ବର୍ଷ ପୂର୍ବେ ମୁଁ ସେଇ କାନା ନଗର ଦେଇକି ଯାଉଥିଲି ଏବଂ ଦେଖୁଥିଲି ବେଥେନି, ଯେଉଁଠିକି ମାରିଆ ଏବଂ ମାର୍ଥା ଏବଂ ଲାଜାରଙ୍କର ଘର। ଅନ୍ୟପଟରେ ସେ ରାସ୍ତାରେ ମଧ୍ୟ ଦେଖୁଥିଲି ଯେ ସେଇ କାନା ନଗରରେ ଛୋଟ ଛୋଟ ବୋଟଲରେ ସେମାନେ ସେଇ ଦ୍ରାକ୍ଷା ରସ ବିକୁଥିଲେ। ମୁଁ ମଧ୍ୟ ଗୋଟେ କିଣିକି ଆଣିଛି। ଏପର୍ଯ୍ୟନ୍ତ ପ୍ରାୟ 10 ବର୍ଷ ହେବ ପଡ଼ିଛି ସେଠି। ହେଲେ ଯୀଶୁ ଜଳକୁ ଦ୍ରାକ୍ଷାରସ ପରିବର୍ତ୍ତନ କଲେ। ଆଉ ସେତେବେଳେ ମାରିଆ ଜାଣିଥିଲେ, କାରଣ ସ୍ତ୍ରୀ ଲୋକ ହିସାବରେ କୌଣସି ଜାଗାରେ ଅଭାବ ଅସୁବିଧା ଥିଲେ ଆଗେ ସ୍ତ୍ରୀ ଲୋକମାନେ ଜାଣନ୍ତି। କାରଣ ସେମାନେ ବହୁତ ସେନ୍ସିଟିଭ୍ ଲୋକ, ସେମାନେ ଜାଣନ୍ତି ତାଙ୍କର ଅଭାବ ଅସୁବିଧା। ତେଣୁକରି
ମାରିଆ ଯାଇକି ଯୀଶୁଙ୍କୁ କହୁଛନ୍ତି ତାଙ୍କର ଦ୍ରାକ୍ଷାରସ ନାହିଁ। ଆଉ ଯୀଶୁ କହୁଛନ୍ତି ନାଇଁ ନାଇଁ ନାଇଁ, ମୋର ସମୟ ଆସିନାହିଁ। ସମୟ ମାନେ ଆମେ ଭାବୁଛୁ 11ଟା ହେଲା ପରେ 12ଟା ହେବ, 12ଟା ପରେ ଘଣ୍ଟେ ହେବ, ସେଇ ପ୍ରକାରର ସମୟ ବାଇବେଲ କୁହେ ନାହିଁ। ଯୀଶୁ ଯେତେବେଳେ କହିଲେ ମୋର ସମୟ ଆସିନାହିଁ, ମୋର ମୃତ୍ୟୁ ଯନ୍ତ୍ରଣାର ସମୟ ବର୍ତ୍ତମାନ ଆସିନାହିଁ, ମୋର ପୁନରୁତ୍ଥାନର ସମୟ ବର୍ତ୍ତମାନ ଆସିନାହିଁ, ମୋର ଗୌରବମୟ ହେବା ପାଇଁର ସମୟ ଆସିନାହିଁ। ତଥାପି ସେଇ ପରିଚାରକମାନଙ୍କୁ କୁମାରୀ ମାରିଆ କହୁଛନ୍ତି ଯାଅ, ସେ ଯାହା କହିବେ ତାହା କର। ଆଉ ସେଇ ସମୟରେ ଗୋଟିଏ ଗୋଟିଏ ସେ ପାତ୍ରରେ ପ୍ରାୟ 100 ଲିଟର ଧରୁଥିବା ଜଳ ସେଠାରେ ଥିଲା। ଆଉ ସେମାନେ ଫନ୍ଦ ପର୍ଯ୍ୟନ୍ତ ମାନେ ପୁରା ଭର୍ତ୍ତି କରିକି ସେମାନେ ସେଇ ଜଳକୁ ସେ ପାତ୍ରରେ ଜଳକୁ ପରିପୂର୍ଣ୍ଣ କଲେ। ଆମମାନଙ୍କର ସାଧୁ ଜନ୍ଙ୍କର ଲିଖିତ ସୁସମାଚାର ଅନୁସାରେ ଜନ୍ ସଦାବେଳେ ସେ କହନ୍ତି ଯେତେବେଳେ ଆମେ ପ୍ରଭୁଙ୍କର ଉପସ୍ଥିତିରେ ଅଛୁ, ପ୍ରଭୁ ଯେତେବେଳେ ଆମ ପାଇଁ କିଛି କାମ କରନ୍ତି ସେ କେବେ ହେଲେ ଅଳ୍ପ ଦିଅନ୍ତି ନାହିଁ, ସବୁବେଳେ ପୂର୍ଣ୍ଣତା ପ୍ରଦାନ କରନ୍ତି। ଜନ୍ 10 ଅଧ୍ୟାୟ 10 ପଦରେ ଯଦି ଆମେ ପଢ଼ିବା ଯେ ମୁଁ ଆସିବି ତୁମମାନଙ୍କୁ ଜୀବନ ଦେବା ପାଇଁ ଏବଂ ସେଇ ଜୀବନ ପୂର୍ଣ୍ଣତାର ଜୀବନ ତୁମକୁ ଦେବା ପାଇଁ ମୁଁ ଆସିଛି, ଅଳ୍ପ ବା କମ୍ ଦେବା ପାଇଁ ନାହିଁ, ପୂର୍ଣ୍ଣ ହୃଦୟରେ। ତେଣୁକରି ପ୍ରଭୁ ଜାଣିଲେ ମୁଁ ଏପରି ଏମାନଙ୍କର ଜଳକୁ ଦ୍ରାକ୍ଷାରସରେ ପରିଣତ କରିବି ଯେପରିକି ତାଙ୍କର କୌଣସି ଅଭାବ ହେବ ନାହିଁ ଏବଂ ତାଙ୍କର ଉପଯୁକ୍ତ ମାନେ ବହୁତ ହେବ, କେହି ମଧ୍ୟ ତାର ଅଭାବର ଭାବିବେନି। ପ୍ରିୟ ଭାଇ ଭଉଣୀମାନେ, ଆମମାନଙ୍କର ପ୍ରଭୁ ସେଇ ପ୍ରଭୁ ଯିଏକି ଆମମାନଙ୍କର ସବୁ କିଛିକୁ ସେ ପୂର୍ଣ୍ଣ ମାତ୍ରାରେ ପ୍ରଦାନ କରନ୍ତି, ସେ ଆମମାନଙ୍କର କୌଣସି ଅଭାବ ରଖନ୍ତି ନାହିଁ। ତେଣୁ ଯେତେବେଳେ ଆମମାନଙ୍କର ମନରେ, ଆମମାନଙ୍କର ପରିବାରରେ, ଆମମାନଙ୍କର ମଣ୍ଡଳୀରେ ଯେତେବେଳେ ଅଭାବ ଅସୁବିଧା ହୁଏ, ଆମେ ହତାଶ ହେବା ନାହିଁ, ନିରାଶ ହେବା ନାହିଁ। କୁହନ୍ତି ବେଥଲେହେମରେ ଯେତେବେଳେ ବେଥଲେହେମର ଲୋକମାନେ ତାଙ୍କ ମଧ୍ୟରେ ଗୋଟିଏ ପ୍ରକାରର ପ୍ରବଚନ ଥିଲା ବା ଗୋଟିଏ କଥା ତାଙ୍କ ଭିତରେ ଚାଲିଥିଲା ଯେ ବେଥଲେହେମର ଲୋକମାନଙ୍କର ଘରେ ଯେତେବେଳେ ଅଭାବ ଅସୁବିଧା ରୋଗ ନାର ଦୁଃଖ କଷ୍ଟ ଆସୁଥିଲା, ସେମାନେ କହିବେ ଚାଲ ଆମେ ମେରୀଙ୍କର ପୁଅ ଯୀଶୁଙ୍କୁ ଦେଖିବାକୁ ଯିବା। ଆଉ ସେମାନେ ଯେତେବେଳେ ଯୀଶୁଙ୍କୁ ଦେଖୁଥିଲେ ତାଙ୍କର ସବୁ ଅଭାବ ଅସୁବିଧା ଦୂର ହୋଇଯାଉଥିଲା। ଯେତେବେଳେ ଆମେ ସମସ୍ତେ ଯୀଶୁଙ୍କୁ ଦେଖୁ, ଯୀଶୁଙ୍କ ବିଷୟରେ ଜାଣୁ, ଯୀଶୁଙ୍କୁ ଜାଣୁ, ସେତେବେଳେ ଆମ ମନ, ହୃଦୟ, ପରିବାରରେ, ମଣ୍ଡଳୀରେ ସବୁ କିଛିର ପୂର୍ଣ୍ଣତା ଆସିବ। ତେଣୁ ମୋର ପ୍ରିୟ ଭାଇ ଭଉଣୀମାନେ, ଏସବୁ ଘଟିଲା କାରଣ କୁମାରୀ ମାରିଆ ଜାଣିଥିଲେ ମୋର ପୁଅ ଯୀଶୁ କେବେ ହେଲେ ମୋତେ କିଛି ହତାଶ କରିବେ ନାହିଁ। ତେଣୁକରି ସେ କହୁଛନ୍ତି ଯାଅ, ସେ ଯାହା କହିବେ ତୁମ କର। ଆଜିର ଏହି ପର୍ବର ଅବସରରେ ଆମେ ସେଇ ଆଶାରେ ଆମମାନଙ୍କର ପରିବାରକୁ, ଆମମାନଙ୍କର ମଣ୍ଡଳୀକୁ ଫେରିଯିବା। ଆମମାନଙ୍କର ଅଭାବ ଅସୁବିଧା ସମୟରେ ସେ ବେଥଲେହେମର ନିବାସୀ ଲୋକମାନଙ୍କ ପରି ଆମେ ଯୀଶୁଙ୍କୁ ଦେଖିବା, ଯୀଶୁଙ୍କ ପାଖକୁ ଯିବା, ଆଉ ଯୀଶୁ ଆମର ସବୁ କିଛିକୁ ସେ ଆଶୀର୍ବାଦ କରି ଆମମାନଙ୍କୁ ପ୍ରଦାନ କରିବେ। ମା ମିଶନ ରାଣୀ ଆପଣମାନଙ୍କର ସବୁ କିଛି ଅଭାବ ଅସୁବିଧାକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରନ୍ତୁ। ଆମେନ୍।